ହ୍ୟାଲୋ ସାଙ୍ଗମାନେ, ମୁଁ ଆଶିଷ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ମୋର ନୂଆ ଭିଡ଼ିଓରେ। ଆଜି ଆମେ ବୁଲିବାକୁ ଯିବା ମା ମେଟାକାନୀ ମନ୍ଦିର, ଯାହାକି ସୋନପୁରରୁ 23 କିଲୋମିଟର ଦୂରରେ ଅବସ୍ଥିତ। ଏହା ଓଡ଼ିଶା ରାଜ୍ୟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ କୁତମେଣ୍ଡାରେ ଅବସ୍ଥିତ। ଏହି ଭବ୍ୟ ମନ୍ଦିର ମା ମେଟକାନୀ। ଆଉ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ବର୍ତ୍ତମାନ ଆମେ ମା ମେଟକାନୀ ମନ୍ଦିର ପହଞ୍ଚି ସାରିଥିଲୁ ଏବଂ ମା ମେଟକାନୀ ମନ୍ଦିରର ଯିବାର ସମୟରେ ଆମେ ମାଙ୍କର ଇତିହାସ ଜାଣିବା ଏବଂ ମାଙ୍କର ଆବିର୍ଭାବ କେମିତି ଥିଲା ତାହା ବିଷୟରେ ନେଇକି ଜାଣିବା। ଯେଉଁ ହିସାବରେ କି ଲୋକମାନଙ୍କର କହିବା ଅନୁସାରେ ବା ଇତିହାସରେ ଯାହା ବର୍ଣ୍ଣିତ ଅଛି, ସେହି ହିସାବରେ ମାଙ୍କର ଜନ୍ମସ୍ଥଳୀ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମରେ ଏବଂ ଗୋଟିଏ ଶୁଣ୍ଢି ପରିବାରରେ ମାଙ୍କର ଜନ୍ମ ହୋଇଥିଲା। ମା ମେଟକାନୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ଏବଂ ମା ଯେତେବେଳେ ତାଙ୍କର ପିତାଙ୍କ ନାମ ଥିଲା ପ୍ରତାପ ସିଂ ଦେବ ଓ ମାତାଙ୍କ ନାମ ହେଉଛି ସୁଶାନ୍ତ ସିଂ ଦେବ। ତାଙ୍କରି ଗର୍ଭରେ ଜାତ ହୋଇଥିଲେ ଗୋଟିଏ ଶିଶୁକନ୍ୟା ହେମଲତା। ହେମଲତାରୁ କେମିତି ମା ମେଟାକାନୀ ହୋଇଥିଲେ ତାହାର ମଧ୍ୟ ଆମେ ଜାଣିବା। ହେମଲତା ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ ତାଙ୍କୁ ହେମଲତାଙ୍କୁ ଯେତେବେଳେ 2 ମାସ ହୋଇଥିଲା ସେତେବେଳେ ମା ତାଙ୍କର ସ୍ୱର୍ଗ ଆରୋହଣ କରିଥିଲେ। ସେତେବେଳକୁ ହେମଲତାକୁ 2 ମାସ ହୋଇଥାଏ। ଏହାପରେ ପିତା ଦୁଃଖ ନ ସହିପାରି ମାନସିକ ଭାରସାମ୍ୟ ହରାଇଥିଲେ ଏବଂ ଶିଶୁଟିକୁ ଧରି ଜଙ୍ଗଲ ଏବଂ ଏପଟେ ସେପଟେ ବୁଲୁଥିଲେ। ଏତିକି ସମୟରେ ସୁବର୍ଣ୍ଣପୁରର ରାଜା ବୀରବର ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ ଏବଂ ସେହି ସମୟରେ ଦେଖିଥିଲେ ଯେ ଗୋଟିଏ ଶିଶୁକନ୍ୟାର ଚିତ୍କାର ଶୁଣିଥିଲେ ଏବଂ ସେଇଠି ଯାଇ ଦେଖିଲା ବେଳକୁ ଗୋଟିଏ ପାଗଳ ଏହି ଶିଶୁକନ୍ୟାଟିକୁ ଧରି ବୃକ୍ଷ ମୂଳରେ ବସିଥିଲା ଏବଂ ଶିଶୁଟିର କାନ୍ଦିବାର ଦେଖି ରାଜା ସହି ନ ପାରି ସେହି ଶିଶୁଟିର ଭବିଷ୍ୟତ ଚିନ୍ତା କରି ତାଙ୍କୁ ଝିଅ କରି ଭାବରେ ଘରକୁ ରାଜବାସଭବନକୁ ଧରି ଆସିଥିଲେ ଏବଂ ସେତେବେଳେ ଚାଲିଥାଏ ବାଲ୍ୟ ବିବାହ। ସେତେବେଳେ ରାଜା ସେ ଝିଅର ପିତା ହୋଇ ଦକ୍ଷିଣପାଲିର ଶଙ୍କରା ବେହେରାଙ୍କ ପୁତ୍ର ବାସୁଦେବଙ୍କ ସହ ବିବାହ କରିଥିଲେ ଏବଂ ଏହାପରେ ବିବାହ କଲାପରେ ବି ରାଜାଙ୍କ ଘରେ ଯେହେତୁ କି ହେମଲତାଙ୍କୁ 18 ବର୍ଷ ହୋଇନଥିଲା, ସେଥିପାଇଁ ସେ ରାଜାଙ୍କ ଘରେ ଝିଅ ହିସାବରେ ରହୁଥିଲେ ଏବଂ ଯେତେବେଳେ ହେମଲତାଙ୍କୁ 18 ବର୍ଷ ହୋଇଥିଲା ସେତେବେଳେ ହେମଲତାଙ୍କୁ ତାଙ୍କୁ ଶାଶୁଘରକୁ ଯିବାକୁ ପଡ଼ିଥିଲା ଏବଂ ସେହି ଦୁଃଖ ସହି ନ ପାରି ରାଜା ସୁବର୍ଣ୍ଣପୁରର ମା ଇଷ୍ଟଦେବୀ ସୁରେଶ୍ୱରଙ୍କ ପାଖରେ ଯାଇଥିଲେ ଏବଂ ମା ସୁରେଶ୍ୱରଙ୍କୁ କାନ୍ଦି ମାଙ୍କ ପାଖରେ ପ୍ରାର୍ଥନା କଲେ ଏବଂ ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଯେତେବେଳେ ମା ସୁରେଶ୍ୱରୀଙ୍କ ପ୍ରକଟ ହୋଇ କହିଥିଲେ ଯେ ମୁଁ ସବୁବେଳେ ତୁମ ଝିଅ ପାଖରେ ରହିବି। ଏହା ଆଶ୍ୱାସନା ପରେ ରାଜା ଘରକୁ ଫେରି ଆସିଥିଲେ ଏବଂ ଝିଅକୁ ବିଦା କରିବାର ବ୍ୟବସ୍ଥା କରିଥିଲେ। ରାଜାଙ୍କର ଆଦେଶ ମାତ୍ରେ ସୈନ୍ୟ ସାମନ୍ତ ଏବଂ ହେମଲତାଙ୍କୁ ଧରି ବାହାରିଗଲେ ଶାଶୁଘରକୁ ହେମଲତାଙ୍କୁ ଛାଡ଼ିବା ପାଇଁ ଏବଂ ସେଇ ରାସ୍ତା ଦେଇ ଗଲାବେଳେ ଜଙ୍ଗଲ ରାସ୍ତା ପଡ଼ିଲା। ସେଇ ଜଙ୍ଗଲ ହେଉଛି ଉଲମଣ୍ଡା ଯେଉଁ ଜଙ୍ଗଲ ରହିଛି ଏବଂ ଜଙ୍ଗଲରେ ବାଘ ଝଲପା ପାଖରେ ଦେଖିବାକୁ ପାଇଲେ ଯେ ହେମଲତାଙ୍କର କାନି ପଣତରୁ ରକ୍ତ ବହୁଥିଲା। ଏହା ଦେଖି ସୈନ୍ୟ ସାମନ୍ତ ଆଖପାଖ ଗାଁରେ ଖୋଜି ବୁଲିଲେ ଏବଂ ଗୋଟିଏ ଗାଁରେ ଗୋଟିଏ ମେଟା ଲୁରା ନାମକ ଗୋଟିଏ ତାନ୍ତ୍ରିକ ଥିଲା, ତାଙ୍କୁ ଡାକି ଆଣିଲେ। ସେ ଥିଲେ ମା ସୁରେଶ୍ୱରୀଙ୍କର ଭକ୍ତ ଏବଂ ସେ ଆସି ଦେଖିଲେ ଯେ ଯେଉଁ ହେମଲତାଙ୍କର କାନି ପଣତରୁ ରକ୍ତ ବହୁଥିଲା ଏବଂ ସେ କହିଲେ ଯେ ଯେଉଁ ହେମଲତାଙ୍କର ଯେଉଁ ସବୁ ଥିଲା ସ୍ୱର୍ଣ୍ଣ ଯାହା ପିନ୍ଧିଥିଲେ ସେ ସ୍ୱର୍ଣ୍ଣ ସବୁ କାଢ଼ି ସ୍ୱର୍ଣ୍ଣ ଅଳଙ୍କାର ଯାହା ପିନ୍ଧିଥିଲେ ତାକୁ କାଢ଼ି ଗୋଟିଏ ଗଛ ମୂଳରେ ତୋପି ଦେବାକୁ କହିଥିଲେ ଏବଂ ଯେତେବେଳେ ସେ ଗଛ ମୂଳରେ ତୋପି ଦେଇଥିଲେ ସେଇ ଝିଅ ହେମଲତା ଅନ୍ତର୍ଧ୍ୟାନ ହୋଇଯାଇଥିଲେ ଏବଂ ଆକାଶ ମାର୍ଗରେ ଯାଇ ଗୋଟିଏ ବାଣୀ କହିଥିଲେ ଯେ ଆଜିଠୁ ତୋ ନାଁ ହେଲା ମେଟା, ଯେହେତୁ କି ତୁ ମୋର ଭକ୍ତ ଥିଲୁ ସେଥିପାଇଁ ତୋର ନାଁ ଲାଗିବ ପ୍ରଥମେ ମେଟା, ଆଉ ଯେହେତୁ କି ମୁଁ କାନିରୁ ପରିଚିତ ସେଥିପାଇଁ ଆଜିଠାରୁ ଏଠାରେ ମୋର ଅବସ୍ଥିତ ମା ମେଟକାନୀ ନାମରେ ପରିଚିତ। ଏଠାରେ ଦଶହରା ସମୟରେ ଏଠାରେ ମାଙ୍କର ପୂଜା ହୁଏ ଏବଂ ଲୋକମାନଙ୍କର ପ୍ରବଳ ମାତ୍ରାରେ ଭିଡ଼ ହୁଏ। ଏଠାରେ ଲୋକମାନଙ୍କର କହିବା ଅନୁସାରେ ମା ସମସ୍ତଙ୍କର ମନସ୍କାମନା ଏଠାରେ ପୂର୍ଣ୍ଣ କରନ୍ତି, ସେଥିପାଇଁ ଲୋକମାନଙ୍କର ଏଠି ମଧ୍ୟ ଭିଡ଼ ପ୍ରବଳ ମାତ୍ରାରେ ଜମେ। ମୁଁ ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ, ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ସେୟାର କରିନେବେ। ଯଦି ଆମ ଦ୍ୱାରା କିଛି ଭୁଲ ହୋଇଥିବ ତାହେଲେ ଆମକୁ କ୍ଷମା କରିଦେବେ। ଜୟ ମା ମେଟାକାନୀ।